ଏହି 5 ଜଣ ଖେଳାଳି ଟିମ୍ ଇଣ୍ଡିଆକୁ କରିପାରନ୍ତି ଟି20 ବିଶ୍ୱକପ୍ ଚାମ୍ପିୟନ। ହଁ ଦର୍ଶକ ବନ୍ଧୁ, ଆଇପିଏଲ୍ ସମାପ୍ତ ପରେ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି20 ବିଶ୍ୱକପ୍ 2024। ତେଣୁ ବର୍ତ୍ତମାନ ସମସ୍ତଙ୍କ ନଜର ଟି20ର ଏହି ମହାକୁମ୍ଭ ଉପରେ ରହିଛି। ଆଉ ଦୀର୍ଘ ବର୍ଷ ଧରି ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ତେବେ ଦର୍ଶକ ବନ୍ଧୁ, ଆପଣ ଯଦି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଲାଇକ୍ କରନ୍ତି ତାହେଲେ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। 2022ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି20 ବିଶ୍ୱକପ୍ରେ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା। ଏଥର କିନ୍ତୁ ଦଳରେ ଏମିତି 5 ଜଣ ଅଛନ୍ତି ଯେଉଁମାନେ ଟିମ୍ ଇଣ୍ଡିଆକୁ ଟି20 ବିଶ୍ୱକପ୍ ଟ୍ରଫି ଜିତାଇ ପାରିବେ। ତେବେ ପ୍ରଥମରେ ରହିଛନ୍ତି ବିରାଟ କୋହଲି। ଆଗାମୀ ଟି20 ବିଶ୍ୱକପ୍ରେ ବିରାଟ କୋହଲି ଭାରତୀୟ ଦଳର ମେରୁଦଣ୍ଡ ହୋଇପାରନ୍ତି। ଏହା ପୂର୍ବରୁ 2022 ବିଶ୍ୱକପ୍ରେ କୋହଲି ସର୍ବାଧିକ ରନ୍ ହାସଲକାରୀ ହୋଇଥିଲେ। ଆଉ ବର୍ତ୍ତମାନ ତାଙ୍କର ଫର୍ମ ଜବରଦସ୍ତ ରହିଛି। ଦ୍ୱିତୀୟରେ ରହିଛନ୍ତି ରୋହିତ ଶର୍ମା। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟି20 ବିଶ୍ୱକପ୍ 2024ରେ ଭାରତୀୟ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରନ୍ତି। 2023 ଦିନିକିଆ ବିଶ୍ୱକପ୍ ଭଳି ରୋହିତ ଯଦି ଏଥର ମଧ୍ୟ ଓପନିଂରେ ଭଲ ଆରମ୍ଭ ଦିଅନ୍ତି ତାହେଲେ ଦଳ ପ୍ରତି ଏହା ଏକ ପ୍ଲସ୍ ପଏଣ୍ଟ ହୋଇପାରିବ। ତାପରେ ଯଶପ୍ରୀତ ବୁମରା ଟି20 ବିଶ୍ୱକପ୍ ଭାରତୀୟ ଦଳର ମୁଖ୍ୟ ବୋଲର। ତେଣୁ ତାଙ୍କ ଉପରେ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ରହିଛି। ନିଜର ଶାଣିତ ବୋଲିଂରେ ବୁମରା ଟିମ୍ ଇଣ୍ଡିଆକୁ ଟାଇଟଲ ଜିତାଇବାରେ ପୁରା ଦମଖମ ରଖନ୍ତି। ସେହିପରି ଚତୁର୍ଥରେ ରହିଛନ୍ତି ଟିମ୍ ଇଣ୍ଡିଆର ମିଷ୍ଟର 360 ତଥା ସୂର୍ଯ୍ୟକୁମାର ଯାଦବ। ଟି20 ଇଣ୍ଟରନ୍ୟାସନାଲର ନମ୍ବର 1 ବ୍ୟାଟର ସୂର୍ଯ୍ୟକୁମାର ମାତ୍ର କେଇଟା ବଲ୍ରେ ମ୍ୟାଚ୍ର ଗତିପଥ ବଦଳାଇବାରେ ସକ୍ଷମ। ତେବେ ଏଥର ବିଶ୍ୱକପ୍ରେ ସୂର୍ଯ୍ୟ ଯଦି ଭଲ ଫର୍ମରେ ରୁହନ୍ତି ତେବେ ଭାରତୀୟ ଦଳକୁ ରୋକିବା ମୁସ୍କିଲ ହୋଇପଡ଼ିବ। ସେହିପରି 5 ନମ୍ବରରେ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ରହିଛନ୍ତି। କୁଲଦୀପ ଯାଦବଙ୍କ ଚତୁର ବୋଲିଂ ଟି20 ବିଶ୍ୱକପ୍ରେ ଭାରତୀୟ ଦଳକୁ ବିଶେଷ ଫାଇଦାରେ ରଖିପାରେ। ଏପଟେ କୁଲଦୀପ ଦଳର ମୁଖ୍ୟ ସ୍ପିନର ଭାବରେ ଖେଳୁଥିଲା ବେଳେ ତାଙ୍କ ଫର୍ମ ଟିମ୍ ଇଣ୍ଡିଆକୁ ଟ୍ରଫି ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରେ। ତେବେ ଦର୍ଶକ ବନ୍ଧୁ, ଏହା ଉପରେ ଆପଣଙ୍କର ମତ କ'ଣ ରହିଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହିପରି ପ୍ରତିଦିନ ଓଡ଼ିଆରେ ଭାରତୀୟ କ୍ରିକେଟର ସବିଶେଷ ଖବର ଜାଣିବା ପାଇଁ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।